କ'ଣ ଆପଣମାନଙ୍କ ମନରେ ଅନ୍ୟମାନଙ୍କ ପ୍ରତି ଦୟାଭାବ ଅଛି? କ'ଣ ଆପଣମାନଙ୍କ ମନରେ ଅନ୍ୟମାନଙ୍କ ପ୍ରତି ସେ ସ୍ନେହ ଭାବ ଅଛି? କି ଆପଣମାନଙ୍କ ମନରେ କେବେ ଏଇ ବିଚାର ଆସି ଯେ କିଏ ଗୋଟେ ଦୁଃଖରେ ଥିଲେ ତାକୁ ସାହାଯ୍ୟ କରିବା, କିଛି ଗୋଟେ ଭଲ କାମ କରିବା? ତାହେଲେ କେମିତି ଆପଣ କହିପାରୁଛନ୍ତି ଯେ ଆପଣଙ୍କ ପାଖରେ ଭଗବାନ ଅଛନ୍ତି ବୋଲି, ଭଗବାନ ଆପଣଙ୍କର ଶୁଣନ୍ତି ବୋଲି? ଟିକେ ଭାବନ୍ତୁ। ଯେପର୍ଯ୍ୟନ୍ତ ଆପଣମାନଙ୍କ ମନରେ ଅନ୍ୟମାନଙ୍କ ପ୍ରତି ସ୍ନେହ ଦୟାଭାବ ନଥିବ, ଅନ୍ୟମାନଙ୍କୁ ସବୁବେଳେ ତଳୁଆ ଦେଖୁଥିବେ, ଯେତେ ମନ୍ଦିର ଗଲେ କ'ଣ ହେବ, ଯେତେ ପୂଜା ପାଠ କଲେ କ'ଣ ହେବ, ଅନ୍ୟମାନଙ୍କ ପ୍ରତି ଯଦି ଟିକେ ଦରଦ କି ଟିକେ ସ୍ନେହ ଭାବ ନଥିବ ନା, ତାହେଲେ ସେ ପୂଜା ପାଠର କୌଣସି ଲାଭ ନାହିଁ। ତ ଟିକେ ଅନ୍ୟମାନଙ୍କର ମନକୁ ଟିକେ ବୁଝିବାକୁ ଚେଷ୍ଟା କରନ୍ତୁ। ଅନ୍ୟମାନଙ୍କୁ କେବେ ତଳୁଆ ଦେଖନ୍ତୁନି, ଗରିବମାନଙ୍କୁ ଘୃଣା କରନ୍ତୁନି। ଆଜି ତମେ ଧନୀ ଅଛ, କାଲି ତମେ ଗରିବ ବି ହେଇପାର। ଆଜି ଯିଏ ଗରିବ ଅଛି, କାଲି ସେ ଧନୀ ହେଇପାରିବ। ତ ସମୟ କେତେବେଳେ ବି ସମାନ ନଥାଏ, ବୁଝିପାରିଲେ ନା?